उत्तम उद्योगी रहନ୍ତି ସବୁବେଳେ ତାଙ୍କର ଆରାଧନା ତାଙ୍କର ପରିଚାଳନା ତାଙ୍କର ପ୍ରାର୍ଥନା ଆଉ ସେଇ ସମସ୍ତେ ଲିଡ୍ କରିବା ମଧ୍ୟ ବାକ୍ୟ ମଧ୍ୟ ଦେଇ ସଦା ସର୍ବଦା ସବୁବେଳେ ଆଉ ସେ ଏଇ ଜୁମ୍ ମାଧ୍ୟମରେ ଜଣେ ଉତ୍ସାହ ଉଦ୍ଯୋଗୀ ସିଷ୍ଟର ଅଟନ୍ତି। ଆଉ ପ୍ରଭୁ ତାଙ୍କୁ ସେହିପରି ମନୋନୀତ କରିଅଛନ୍ତି। ଆଜି ମଧ୍ୟ ତାଙ୍କ କଣ୍ଠରୁ ଆମେ କିଛି ସ୍ତୁତି ପ୍ରଶଂସା ପ୍ରଭୁଙ୍କ ଧନ୍ୟବାଦ ଗୀତ ଗାନ କରିବା ପାଇଁ ଆଜି ରହିଛି। ପ୍ରଭୁ ମନୋନୀତ କରିଅଛନ୍ତି, ତେଣୁ ମଧ୍ୟ ଆମମାନଙ୍କର ଗହଣରେ ଆମର ଅନୁରୋଧକୁ ରକ୍ଷା କରି ମଧ୍ୟ ଅଛନ୍ତି। ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସିଷ୍ଟରକୁ ମୁଁ ଆହ୍ୱାନ କରେ। ଆଉ ହୁଏତ ଅଫଲାଇନ୍ ମଧ୍ୟରେ ନାହିଁ, ଆମମାନଙ୍କର ଅନଲାଇନ୍ ମଧ୍ୟରେ ଚାଲିଛି। ଆଉ କୌଣସି ପ୍ରକାର ଆଉ କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ମୁଁ ଆହ୍ୱାନ କରେ ଆପଣ ଆସିବେ ଆମମାନଙ୍କର ସମ୍ମୁଖକୁ। ଆପଣଙ୍କର ସମୟ ଆପଣ 5ଟା 25 ଭିତରେ ଆରାଧନା ସ୍ତୁତି ପ୍ରଶଂସା କରି ଆପଣ ଶେଷ କରିବେ। ଆସନ୍ତୁ। ଧନ୍ୟବାଦ। ନମସ୍କାର ସିଷ୍ଟର, ନମସ୍କାର ଭଉଣୀ, ନମସ୍କାର। ଆଜ୍ଞା ନମସ୍କାର। ପ୍ରଭୁ ଯୀଶୁଙ୍କ ମଧୁର ନାମରେ ନମସ୍କାର। ମୋର ପ୍ରତ୍ୟେକ ପ୍ରଭୁଙ୍କର ଦାସମାନଙ୍କୁ ନମସ୍କାର ଜଣାଏ ଏବଂ ପ୍ରିୟ ତ୍ରାଣକର୍ତ୍ତା ଉଦ୍ଧାରକାରୀ ପରମେଶ୍ୱରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇ ସୁନ୍ଦର ସୁଯୋଗ ଦେଇଥିବାରୁ, ଆଜ୍ଞାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇ ସୁନ୍ଦର ସୁଯୋଗ ଦେଇଥିବାରୁ। ପ୍ରେଜ୍ ଦ ଲର୍ଡ ସମସ୍ତଙ୍କୁ। ମୋ ସ୍ୱର ଶୁଭୁଛି ଆଜ୍ଞା? ପ୍ରେଜ୍ ଦ ଲର୍ଡ। ହଁ 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 ଶୁଭୁଛି। ପ୍ରାତଃ ସମୟରେ ଆମେ ପ୍ରଭୁଙ୍କର ଗୌରବ ମଧ୍ୟକୁ ଯିବା। ବହୁତ ସୁନ୍ଦର ଭାବରେ ମତେ ଆହ୍ୱାନ କରିଥିବାରୁ ଆଜ୍ଞାଙ୍କୁ ମୁଁ ହୃଦୟରେ କୃତଜ୍ଞତା ଜଣାଏ। ସୁନ୍ଦର ସମୟ ପ୍ରଭୁ ଆମକୁ ଦେଇଛନ୍ତି। ଆସନ୍ତୁ ଆମେ ପ୍ରଭୁଙ୍କର ପ୍ରଶଂସା ମଧ୍ୟକୁ ଯିବା। ଗୀତ ସଂହିତା 117 ଗୀତରେ ଲେଖା ଅଛି, ଏ ସର୍ବଦେଶୀୟ ମାନେ ତୁମ୍ଭେମାନେ ସଦା ପ୍ରଭୁଙ୍କର ପ୍ରଶଂସା କର, ଏ ସମସ୍ତ ଲୋକ ତାହାଙ୍କର ସ୍ତୁତି କର, କାରଣ ଆମମାନଙ୍କ ପ୍ରତି ତାହାଙ୍କ ଦୟା ଅତିଶୟ ଓ ସଦାପ୍ରଭୁଙ୍କ ସତ୍ୟତା ଅନନ୍ତ କାଳ ସ୍ଥାୟୀ। ତୁମେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। ଆମେନ୍। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ମଙ୍ଗଳମୟ ପରମେଶ୍ୱର ବାପା, ତୁମରି ପ୍ରଶଂସା ଗୌରବ ସ୍ତୁତି ବନ୍ଦନା କରିବାକୁ ଯାଉଛି ପ୍ରଭୁ। ଗତ ରାତିରେ ସୁଖ ନିଦ୍ରା ଦେଲ ପ୍ରଭୁ, ଆମେ ନିଶ୍ଚିନ୍ତ ଶୋଇଲୁ, କିନ୍ତୁ ତୁମେ ଆମର ପ୍ରହରୀ ପରମେଶ୍ୱର ହେଲ। ଶରୀର ମଧ୍ୟ ଅନେକ କଷ୍ଟ ଯନ୍ତ୍ରଣା କ୍ଳାନ୍ତ ଥିଲା ପ୍ରଭୁ, କିନ୍ତୁ ତୁମେ ଆମ ପ୍ରତ୍ୟେକଙ୍କୁ ସ୍ପର୍ଶ କଲ, ଆଉଁସି ଦେଲ ଏବଂ ନୂତନ ସକାଳ ଦେଖିବାକୁ ଦେଲ ବାପା। ତେଣୁ ଧନ୍ୟବାଦ, ପ୍ରଶଂସା ଗୌରବ କରୁଛୁ। ହାଲେଲୁୟା। ମୋର ଜାଗ ଜାଗ ପ୍ରାର୍ଥନାରେ ଜାଗରେ ମନ ମୋର ଜାଗ ଜାଗ। ରାତ୍ରି ହେଲା ବସାନ ଭାନୁ ଦିତି ଆଗମନ, ନିଦ୍ରା ଭାଙ୍ଗି ପକ୍ଷୀ ଗଣ କରୁଛନ୍ତି ଗାନରେ, ମନ ମୋର ଜାଗ ଜାଗ। ଗତ ରାତ୍ର ଆଶଙ୍କାରୁ ପାପ ମନ୍ଦ ପରୀକ୍ଷାରୁ ରଖିଲେ ଯେ ପ୍ରଭୁ ମତେ ତାଙ୍କ ସ୍ତବ ଗାରେ, ମନ ମୋର ଜାଗ ଜାଗ। କୁଶଳେ ହେବାକୁ ଶେଷ ଆଜ ଦିବସ ପ୍ରବାସ, ମାଗତ ସ୍ୱର୍ଗସ୍ଥ ପିତା ପାଶ ଏହି ବରରେ, ମନ ମୋର ଜାଗ ଜାଗ। ଧର୍ମପଥେ ସଦା ଥାଅ, ପାପ ପାଶକୁ ନ ଯାଅ, ଦିବସ ସନ୍ତାନ ପରି ନିତ୍ୟ କର୍ମ ସାଧରେ, ମନ ମୋର ଜାଗ ଜାଗ। ଖ୍ରୀଷ୍ଟତର ତ୍ରାଣ କର୍ତ୍ତା, ପୁଣି ଆତ୍ମାର ଦେବତା, ତାଙ୍କ ପାଦେ ସବୁ ଚିନ୍ତା ଭାର ନେଇ ଭୁଆରେ, ମନ
ଜାଗ ସଂସାର ସିନ୍ଧୁ କଲଳ ତରିବାକୁ ନାହିଁ ବଳ ଖ୍ରୀଷ୍ଟ ପ୍ରାୟଶ୍ଚିତ ନାବେ ଚଢି ହୁଅ ପାରିରେ ମନ ମୋର ଜାଗ ଜାଗ ପ୍ରାର୍ଥନାରେ ଜାଗରେ ମନ ମୋର ଜାଗ ଜାଗ ধন্যবাদ করুଛୁ ধন্যবাদ করুଛୁ বাপা ধন্যবাদ করুଛୁ ତୁମରି ଦୟା ତୁମରି ଅନୁଗ୍ରହ ସକାଶେ ଧନ୍ୟବାଦ କରୁଛୁ ବାପା ପ୍ରତି ପ୍ରଭାତରେ ତୁମରି ବିବିଧ ଦୟା ସକାଶେ ତୁମେ ଆମକୁ ନୂତନ ନୂତନ ଦିନ ଦେଖିବାକୁ ଦେଉଛ ବୋଲି ଧନ୍ୟବାଦ କରୁଛୁ ବାପା ଆମର ଯୋଗ୍ୟତା କେଉଁ ଉତ୍ତମତା ସକାଶେ ନୁହେଁ ତୁମରି ଅନୁଗ୍ରହ ସକାଶେ ଦେଖିବାକୁ ଦେଉଛ ଧନ୍ୟବାଦ ହାଲେଲୁୟା ଜାଗ ଜାଗ କର ତାଙ୍କ ପ୍ରଶଂସା ଗାନ ଜାଗ ଜାଗ କର ତାଙ୍କ ପ୍ରଶଂସା ଗାନ ପ୍ରତି ପ୍ରାତେ ତାଙ୍କ ଦୟା ଚିରନୂତନ ଜାଗ ଜାଗ କର ତାଙ୍କ ପ୍ରଶଂସା ଗାନ ଜାଗ ଜାଗ କର ତାଙ୍କ ପ୍ରଶଂସା ଗାନ ଅଗଣିତ ପାପ ତୋର କରନ୍ତି କ୍ଷମା ତାଙ୍କ ପ୍ରେମ କରୁଣାର ନାହିଁ ତୁଳନା ଅଟନ୍ତି ସେ ଦୟାମୟ କ୍ରୋଧରେ ଧୀର କହନ୍ତି ସେ ଅନୁଗ୍ରହ ଅଶେଷ ମୋର ଧନ୍ୟତା ହାଲେଲୁୟା ଧନ୍ୟତା ଧନ୍ୟତା ହାଲେଲୁୟା ଧନ୍ୟତା ପ୍ରତି ପ୍ରାତେ ତାଙ୍କ ଦୟା ଚିରନୂତନ ଜାଗ ଜାଗ କର ତାଙ୍କ ପ୍ରଶଂସା ଗାନ ଜାଗ ଜାଗ କର ତାଙ୍କ ପ୍ରଶଂସା ଗାନ ବଞ୍ଚିଥିବା ଯେତେ ଦିନ ଏ ଜଗତରେ କରୁଥିବା ଧନ୍ୟବାଦ ଆନନ୍ଦ ସ୍ୱରେ
ଅତି ତାଙ୍କ ଦୟା ଚିରନୂତନ। ଜାଗ ଜାଗ କର ତାଙ୍କ ପ୍ରଶଂସା ଗାନ। ଜାଗ ଜାଗ କର ତାଙ୍କ ପ୍ରଶଂସା ଗାନ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ସତରେ ପ୍ରିୟ ମାନେ ଆମର ପରମେଶ୍ୱର ପାପ କ୍ଷମା କରି ପରମେଶ୍ୱର ରୋଗରୁ ସୁସ୍ଥ କରିବା ପରମେଶ୍ୱର। ତେଣୁ ଆମେ ତାଙ୍କର ଆରାଧନା କରିବା ପ୍ରତି ମୁହୂର୍ତ୍ତରେ ତାଙ୍କର ଉପସ୍ଥିତି ମଧ୍ୟ ଦେଇ କଢେଇ ନେବା ପରମେଶ୍ୱର। ତେଣୁ ଆମେ ଆରାଧନା କରିବ। ସେ ଆମର ଜୀବିତ ପରମେଶ୍ୱର, ପୁନର୍ଥିତ ପରମେଶ୍ୱର, ଦିନ ପ୍ରତିଦିନ ସେ ଆମର ରକ୍ଷକ ପରମେଶ୍ୱର। ତେଣୁ ଆମେ ତାଙ୍କର ଆରାଧନା କରିବା, ପ୍ରଶଂସା କରିବା। ଆଜି ଅନେକ ହୁଏତ ଏ ସୁନ୍ଦର ସମୟ, ସୁନ୍ଦର ମୁହୂର୍ତ୍ତ ଦେଖି ପାରିନଥିବେ, କିନ୍ତୁ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଦେଖିବାକୁ ଦେଲେ, ଆମର ସହାୟ ପରମେଶ୍ୱର ହେଲେ। ତେଣୁ ଆମେ ତାଙ୍କର ପ୍ରଶଂସା କରିବା, ଗୌରବ କରିବା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଧନ୍ୟବାଦ 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 କରୁଛୁ ବାପା, ଧନ୍ୟବାଦ କରୁଛୁ ତୁମରି ମହତ ନାମ ଗୁଡିକ ସକାଶୁ ଧନ୍ୟବାଦ, ତୁମରି ଆଶ୍ଚର୍ଯ୍ୟ କର୍ମ ଗୁଡିକ ସକାଶୁ ଧନ୍ୟବାଦ କରୁଛୁ ବାପା। ଧନ୍ୟବାଦ କରୁଛୁ ତୁମେ ଆମର ଦୟାର ସାଗର ବୋଲି, ଧନ୍ୟବାଦ କରୁଛୁ ତୁମେ ଆମର ପ୍ରେମମୟ ପରମେଶ୍ୱର ବୋଲି, ଧନ୍ୟବାଦ କରୁଛୁ ଆମର ଜୀବିତ ପରମେଶ୍ୱର ତୁମେ ବୋଲି, ଧନ୍ୟବାଦ କରୁଛୁ ବାପା। ତୁମେ ଆମର ଢାଲ ଆଶ୍ରୟ ଗଣ ପରମେଶ୍ୱର ବୋଲି ଧନ୍ୟବାଦ କରୁଛୁ, ଧନ୍ୟବାଦ କରୁଛୁ ବାପା। ଧନ୍ୟବାଦ ଦେବା ଛଡା ଆମ ପାଖରେ କିଛି ନାହିଁ ପ୍ରଭୁ ବାପା। ତୁମେ ଆମର ପରମେଶ୍ୱର, ତୁମେ ଆମର ଇମାନୁଏଲ ପରମେଶ୍ୱର ବୋଲି ଧନ୍ୟବାଦ କରୁଛୁ। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ତୁମେ ଆମକୁ ବହିବା ପରମେଶ୍ୱର, ପ୍ରତିଜ୍ଞାକାରୀ, ପ୍ରତିଜ୍ଞା ସଫଳକାରୀ ପରମେଶ୍ୱର ବୋଲି ଧନ୍ୟବାଦ କରୁଛୁ। ପାପ କ୍ଷମାକାରୀ, ରୋଗ ସୁସ୍ଥକାରୀ ପରମେଶ୍ୱର ବୋଲି ତୁମର ଧନ୍ୟବାଦ କରୁଛୁ ବାପା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। थैंक यू जीसस। हालेलुया। समझ है चारों पे है मेरे यीशु को आराधना, रात और दिन, सुबह और शाम मेरे यीशु को आराधना। शाम से है चारों पे है मेरे यीशु को आराधना, रात और दिन, सुबह और शाम मेरे यीशु को आराधना, आराधना यीशु को, आराधना यीशु को, आराधना यीशु को, आराधना यीशु को। चाहे कुछ भी हो जाए, आराधना में करता रहूं। गम की बादल या हो खुशियाँ, आराधना में करता रहूं। चाहे कुछ भी हो जाए, आराधना में करता रहूं। गम के बादल या हो खुशियाँ, आराधना में करता रहूं। आराधना यीशु को, हालेलुया, हालेलुया। आराधना यीशु को, आराधना यीशु को, आराधना यीशु को, आराधना पिता को, आराधना आत्मा को, आराधना पिता को, आराधना आत्मा को, आराधना यीशु को। हालेलुया। आराधना यीशु को, आराधना यीशु को, आराधना यीशु को। आशीष मुझको मिले ना मिले,
आराधना में करता रहूं, चंगाई मुझको मिले ना मिले, आराधना में करता रहूं, आशीष मुझको मिले ना मिले, आराधना में करता रहूं, चंगाई मुझको मिले ना मिले, आराधना में करता रहूं, आराधना यीशु को, ग्लोरी जीसस हालेलुया आराधना यीशु को, आराधना यीशु को, आराधना यीशु को, आराधना पिता को, आराधना आत्मा को, आराधना पिता को, आराधना आत्मा को, आराधना यीशु को, आराधना यीशु को, हालेलुया आराधना यीशु को, आराधना यीशु को, आराधना यीशु को, आराधना यीशु को, आराधना पिता को, आराधना आत्मा को, हालेलुया प्रेज द लॉर्ड हालेलुया केवल जे प्रभु ठारो अनुग्रह पाइले आमे तांकर आराधना करिबा ताहा नुहे प्रिय माने केवल प्रभु ठारो जे साहाय्य पाइले आमे तांकर आराधना करिबा प्रेम पाउथिले जे आराधना करिबा ताहा नुहे सब समय आमे तांकर प्रशंसा करिबा सब समय तांकर गुण गौरव करूथिबा गुणानुवाद करूथिबा कारण से आम निमंते जीवन देइछथि प्रिय माने आम प्रत्येकଙ୍କ निमंते कृषार्पित होइछथि आम प्रत्येकଙ୍କ निमंते आम प्रत्येकଙ୍କ निमंते रक्त ढाଳି देइछथि तेणु आमे तांकर आराधना करूथिबा प्रशंसा करूथिबा गौरव करूथिबा पाइथिबा मंगलदान को स्मरण करी तांकर धन्यवाद करिबा हालेलुया गत दिन मानकर जहां मध्य आमे प्रभु ठारो दया पाइछु अनुग्रह पाइछु प्रेम पाइछु से समस्त को स्मरण करी तांकर धन्यवाद करिबा हालेलुया 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 धन्यवाद करूछु बापा प्रशंसा करूछु गौरव करूछु आमे अंधकार रे थिलु बापा तुमे हमकु उठै आनिलो आमे कादो रे थिलु बापा तुमे हमर सहाय परमेश्वर हेलो धन्यवाद करूछु बापा तुम्हारे अनुग्रह हमकु बेस्तन करी रखिलो धन्यवाद करूछु बापा तुमे दया रूप मुकुट रे भूषित करी हमकु रखिबा परमेश्वर उत्तम उत्तम वस्तु रे हम मुख को तृप्त करिबा परमेश्वर तेनु धन्यवाद करूछु तुमे हम प्रत्येकଙ୍କ नाम जानिछ बोली धन्यवाद करूछु बापा तुमे हम प्रत्येकଙ୍କୁ चिन्हिछ बोली धन्यवाद करूछु बापा हालेलुया तुम्हारे हस्तर पापुले हमकु रखिछ बोली धन्यवाद करूछु बापा हमर परिचय तुमे नेइछ बोली धन्यवाद करूछु बापा बहुमूल्य रक्त रे तुमे हमकु किनिछ बोली धन्यवाद करूछु बापा पवित्र आत्मा रे तुमे हमकु बहिना करिछ बोली धन्यवाद करूछु बापा तुमे हमर परमेश्वर बोली धन्यवाद करूछु तुमे हमर जिहोवा जिरी बोली धन्यवाद तुमे हमर जिहोवा निसी परमेश्वर बोली धन्यवाद हालेलुया हालेलुया ग्लोरी जीसस हालेलुया धन्यवाद करूछु बापा तुमे आम निमंते जीवन देलो बोली धन्यवाद करूछु बापा तुमे आम निमंते स्वर्ग सिंहासन छाड़ी जगत को आसिलो बोली धन्यवाद करूछु बापा केवल जीवन दे रही गलो नहीं बापा आम निमंते जीवन पुस्तक गुडी कर देलो प्रभु हमर हस्त रे तुमे पवित्र बाइबल दे देलो बोली धन्यवाद करूछु बापा आमे जेपरे पढिबो मंगल कोन जानिबो जीवन कोन मृत्यु कोन जानिबो सेथि निमंते हालेलुया धन्यवाद करूछु बापा आम हस्त रे तुमे पुस्तक देलो सेथि रे संतुष्ट हेलो नहीं बापा पवित्र आत्मा को तुमे हमकु देइछ सहाय्य करी भाबरे तेनु धन्यवाद प्रति मुहूर्त रे मंत्रणा देबा निमंते भल मंद कोन जणेबा निमंते तुमे हम पाखरे सहाय्य करी आत्मा को रखिलो बोली धन्यवाद करूछु हालेलुया प्रेज द लॉर्ड थैंक यू जीसस हालेलुया हालेलुया प्रेज द लॉर्ड धन्यवाद बापा तुम्हारी उपस्थिति सकाशे धन्यवाद धन्यवाद हालेलुया हालेलुया थैंक यू जीसस तेरे सामन से भर दे यीशु रहूं मैं तेरा सदा पवित्र आत्मा से भर दे मुझे पवित्र सदा हालेलुया हालेलुया तेरे सामन
से भर दे यीशु, रहूं मैं तेरा सदा। पवित्र आत्मा से भर दे मुझे, पवित्र रहूं सदा। तू छू ले मेरा प्रभु, तू छू ले मेरा यीशु, हालेलुया। तू छू ले मेरा प्रभु, तू छू ले मेरा यीशु। हालेलुया, हालेलुया, हाथ उठाकर हालेलुया, हालेलुया। हर मुश्किलों को संभव करने वाला तू ही है मेरा खुदा। हर बीमारी को चंगा करने वाला तू ही तो मेरा खुदा। हर मुश्किलों को संभव करने वाला तू ही है मेरा खुदा। हर बीमारी को चंगा करने वाला तू ही तो मेरा खुदा। तू छू ले मेरा प्रभु, तू छू ले मेरा यीशु, तू छू ले मेरा प्रभु, तू छू ले मेरा यीशु। हालेलुया, 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 हालेलुया। तू छू ले मेरा प्रभु, तू छू ले मेरा यीशु, तू छू ले मेरा प्रभु, तू छू ले मेरा यीशु। आ मुझको तू छू ले राजा, धन्य में हो जाऊं। दिल के सिंहासन में बस जा, सामर्थ से भर जाऊं। आ मुझको तू छू ले राजा, धन्य में हो जाऊं। दिल के सिंहासन में बस जा, सामर्थ से भर जाऊं। तू छू ले मेरा प्रभु, तू छू ले मेरा यीशु, हालेलुया। तू छू ले मेरा प्रभु, तू छू ले मेरा यीशु। हालेलुया, 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 हालेलुया।
ପ୍ରେସ୍ତଲ ଅସମ୍ଭବକୁ ସମ୍ଭବ କରିବା परमेश्वर बापा नथिबा वस्तुକୁ ଥିବା वस्तु କରି ଡାକିବା परमेश्वर बापा निर्जीवକୁ सजीव କରିବା परमेश्वर बापा तुमे तेनु धन्यवाद करूछु बापा 4 दिन रो मढाକୁ जीवन देवा परमेश्वर बापा तुमे तेनु धन्यवाद बापा धन्यवाद करूछु बापा असळरु जल निर्गत କରିବା परमेश्वर बापा तुमे सुफल सागर को विभक्त करबा परमेश्वर बापा तुमे तेनु धन्यवाद करूछु तुम्हारी लोक मान निमंते प्रभु बापा तुम्हारी प्राण विगलित हुए बली वाक्य रे लिखिछ हालेलुया तुम्हारी समस्त अनुग्रह सकाशु धन्यवाद तुम्हारी मंगल दान गुडी सकाशु धन्यवाद तुम्हारी दया गुडी सकाशु धन्यवाद करूछु हालेलुया तुम्हें हमर प्रेममय परमेश्वर बली धन्यवाद करूछु बापा धन्यवाद तुम्हारी प्रेम तुम्हारी दया सागर ठारु गभीर हालेलुया अवर्णनीय प्रेम बापा तेनु धन्यवाद करूछु प्रशंसा गौरव स्तुति वंदना करूछु बापा हम प्रत्येक सहाय हेलो प्राप्त समय देखिबा को देल तुम चंचल बसिबा पाई सुंदर समय देल तुमर प्रशंसा करबा पाई देल बली धन्यवाद करूछु हालेलुया ए समय हमें वाक्य मध्य को जीवो बापा जीवंत वाक्य कार्य साधक वाक्य सुनिबा को जीवो हम प्रत्येक को तुम स्थिर चित्त दे हमर कर्ण को मुक्त कर तुम्हारी दासों को मध्य तुम आशीर्वाद कर अभिषेक दे व्यवहार कर हे पवित्र आत्मा परमेश्वर ताको मुख द्वारा तुम उद्घाटित हो बोली प्रार्थना करूछि हमें जेते जण स्थान रे छ हम प्रत्येक को तुम दया अनुग्रह कर प्रार्थना श्रवण करी परमेश्वर प्रार्थना सुनिले धन्यवाद दे जय प्रभु यीशु को नाम रे मांगु छु आमेन प्रेज द लॉर्ड धन्यवाद आज्ञा प्रेज द लॉर्ड ଅତି ଭାବରେ ସେଟାକି ହୃଦୟ ଥିଲା आज्ञा आपण कथा क्लियर हो नाही सुंदर जेना आज्ञा आपण कथा क्लियर हो नाही କାର୍ଯ୍ୟରେ ପ୍ରାର୍ଥନା କରିବା ଆମର ଏକ ଯୁବଦାସ ଆମର ରେଲ ମିନିଷ୍ଟ୍ରି ତରଫରୁ ରକ୍ଷା ତାଙ୍କ ବିଷୟରେ ଉତ୍ତମ ଆଉ ଅଟନ୍ତି ଅତି ନମ୍ର ବ୍ୟକ୍ତି ଆଜ୍ଞା ଆଜ୍ଞା हेलो हाँ जानिछन्ते आज्ञा हाँ सर अच्छी प्रेज द लॉर्ड अति आज विशेष धन्यवाद गर्वित मन करे तेणु प्रभु युवदास प्रभु दास अछंती एई समय आपणकर आसंतु आमे तो अपने नाही निकट नाही कोनसी कोटि वस्तु दे आप सम्मानित कर नाही तेणु अनुरोध समस्त करता सहित आम स्वागत करिया धन्यवाद आज्ञा आपनकर समय आप समस्त पिता ईश्वरंकर महत् नाम धन्यवाद हो आम माने प्रत्येक को से ए सुंदर प्रभात देखा देले पुणी जीवित मानक मध्य
ସାର୍ ପାଣି ଆଜ୍ଞା ନମସ୍କାର ରିସାଉଣ୍ଡ ହଉଛି ଆପଣଙ୍କର। ଆଜ୍ଞା ନମସ୍କାର। ମୋର ଏଠି ବହୁତ ନେଟୱାର୍କ ପ୍ରୋବ୍ଲେମ ମୁଁ ଯୋଉ ଜାଗାରେ ରହୁଛି। ପ୍ରଭୁଙ୍କୁ ଧନ୍ୟବାଦ ଦିଏ ଏ ସୁନ୍ଦର ଅବକାଶ ତାଙ୍କ କରିବାକୁ ପୁଣି ଏ ସୁନ୍ଦର ଅବକାଶ ମତେ ରିଏଲ ମିନିଷ୍ଟ୍ରି ମାଧ୍ୟମରେ ପାଇଥିବା ହେତୁ ପୋଷ୍ଟ ମହାଶୟଙ୍କୁ ପୁଣି ପ୍ରଭୁଙ୍କର ଦାସ ଦାସୀ ଯେତେ ଜଣ ଏଠାରେ ମୁଁ ନମସ୍କାର ଜଣାଏ। ନମସ୍କାର। ମୁଁ ଡିଭାଇସ୍ ଲାଗିଛି କି? ବନ୍ଦ କରିଦେବି ନହେଲେ ମୋ ଭିଡିଓ ଟିକେ କ୍ଷମା କରିବେ। ବସିଛୁ ଚାଲିଛି ଆସିବୁ। ଗୋଟେ ଡିଭାଇସ୍ ର ସାଉଣ୍ଡ ବନ୍ଦ କରିଦିଅନ୍ତୁ। ରିନାପାଲ ସିଷ୍ଟର ବନ୍ଦ କରନ୍ତୁ। ଆଜ୍ଞା ମୁଁ ତ ରଖୁଛି। ଆଜ୍ଞା ପ୍ରେଜ ଦ ଲର୍ଡ। ପୁନର୍ବାର Praise the ସମସ୍ତଙ୍କୁ Lord. ଧନ୍ୟବାଦ ଦିଏ। ଏବେ କ୍ଲିୟର ଅଛି କି ଆଜ୍ଞା? ଟିକେ ମତେ କ୍ଷମା କରିବେ। ବନ୍ଦ କରିବା ପାଇଁ କହିଲେ ମୁଁ ଭିଡିଓ ବନ୍ଦ କରିଦେବି ଯଦି କ୍ଲିୟର ନାହିଁ। ଆପଣଙ୍କର ରିସାଉଣ୍ଡ ହଉଛି ସାର୍। ଏବେ ଶୁଭା ଯାଉଛି କି ଆଜ୍ଞା କ୍ଲିୟର? ହଁ ଶୁଭା ଯାଉଛି କିନ୍ତୁ ରିସାଉଣ୍ଡ ହଉଛି। ହଁ ସେଥିପାଇଁ ମୁଁ ସେ ଇୟରଫୋନ ବି ବ୍ଲୁଟୁଥ ବି ମୁଁ ବନ୍ଦ କରିଦେଲି, ତଥାପି ରିସାଉଣ୍ଡ ହଉଛି। ଏବେ ଠିକ ଅଛି, ଏବେ ଠିକ ଅଛି। କୁହନ୍ତୁ ସାର୍, ପାଣି ସାର୍ କୁହନ୍ତୁ।
କ୍ଲିୟର ଅଛି ଯଦି ଅଛି ମୁଁ ଭିଡିଓ ବନ୍ଦ କରି ଆମେ ମାନେ ବାକ୍ୟ ମଧ୍ୟକୁ ଯିବା। ପିଟର ଆଜ୍ଞା କ୍ଲିୟର ଅଛି କି? କୁହନ୍ତୁ ଆଜ୍ଞା କୁହନ୍ତୁ। ହଁ ହଉ, ସେ ଯାହା ହଉ ମୁଁ ପ୍ରାର୍ଥନା କରୁଥିଲି ଯେପରି କୌଣସି ନେଟୱାର୍କର ଇସ୍ୟୁସ୍ ନ ହଉ। ତଥାପି ଯେହେତୁ ଏଠି ଏଇ ଜାଗାରେ ପ୍ରାୟ ନେଟୱାର୍କ ଭଲ ରହୁନି, ଯଦିଓ 5G ଦେଖଉଛି ତଥାପି ସେଠି ନେଟୱାର୍କ ଭଲ ନାହିଁ। ମୁଁ ଭିଡିଓ ଅଫ୍ କରି ଆଉ ରହୁଛି, କ୍ଷମା କରିବେ। ଯଦି ଭିଡିଓ ଅନ୍ କଲେ ଭଏସର ଅସୁବିଧା ହଉଛି ତାହେଲେ ଆମେ ଭିଡିଓ ବନ୍ଦ କରିବା। ସେ ଯାହା ହଉ ଆମମାନେ ପୁନର୍ବାର ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ମତେ ବହୁତ ଖୁସି ଲାଗିଲା ଯୋଉ ପ୍ରଭୁଙ୍କର ଦାସ ପରିଚାଳନା କରୁଥିଲେ, ପୁଣି ସେ ମା ଭଉଣୀ ଗୀତ ମାଧ୍ୟମରେ, ଆରାଧନା ମାଧ୍ୟମରେ ଆମମାନଙ୍କୁ କଡେଇ ନେଲେ, ବହୁତ ସୁନ୍ଦର ଲାଗିଲା। ବହୁତ ନୂତନ ପ୍ରଥମ ଗୀତରେ ମୁଁ ବହୁତ ଖୁସି ହେଲି, କିପରି ଆମମାନଙ୍କୁ ସଜାଗ କରିବାକୁ ହବ, ଜାଗିବାକୁ ହବ, ନିଦ୍ରିତରୁ ଉଠିବାକୁ ହବ। ସେଇ ଗୀତ ଦ୍ଵାରା, ପୁଣି ତା ପର ଗୀତ ଦ୍ଵାରା ପ୍ରତ୍ୟେକଟି ଗୀତ ଉତ୍ସାହିତ କରିଥିଲା ଆମମାନଙ୍କୁ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବାକୁ। ଆସନ୍ତୁ ଆମମାନେ ସିଧାସଳଖ ବାକ୍ୟ ମଧ୍ୟକୁ ଯିବା। ଆପଣମାନେ ଆଜିର ଆଲୋଚନା ନିମନ୍ତେ ଦେଖିବେ ଆଦି ପୁସ୍ତକ ତାର 35 ଚାପ୍ଟର 1ରୁ 7 ପଦ ମଧ୍ୟରେ ଆମମାନେ ଚିନ୍ତା କରିବା। ଏଇଠାରେ ଆମେ ଦେଖିବାକୁ ପାରୁଅଛୁ ଯାକୁବ ନିଜ ଭାଇଙ୍କୁ ଭେଟିଲା ପରେ ନିଜ ଶ୍ୱଶୁରଙ୍କ ଘରରୁ, ଲାବନଙ୍କ ଘରରୁ ପୁନର୍ବାର ନିଜ ଜାଗାକୁ ସେ ଫେରି ଯାଉଅଛନ୍ତି। ପୁଣି ଈଶ୍ୱର ତାଙ୍କୁ ଯୋଉ ଆଶୀର୍ବାଦ କରିଅଛନ୍ତି, ସେଇ ସମସ୍ତ ବିଷୟ ସାଙ୍ଗରେ ନେଇ ସେ ଯାଉଅଛନ୍ତି। ଏଇଠାରେ ଲେଖା ଅଛି ତାର ହେଡିଂରେ, ବୈଥଲରେ ଈଶ୍ୱର ଯାକୁବଙ୍କୁ ଆଶୀର୍ବାଦ। 1ରୁ 7 ପଦ ମଧ୍ୟରେ ଆମେ ଚିନ୍ତା କରିବା। ଆଜିର ଆଲୋଚନା ନିମନ୍ତେ ଆଜିର ଟପିକକୁ ମୁଁ ରଖିବାକୁ ଚାହିଁବି, ବୈଥଲକୁ ଫେରିଆସ ବା ଈଶ୍ୱରଙ୍କ ଗୃହକୁ ଫେରିଆସ। କାରଣ ବୈଥଲର ଅର୍ଥ ହଉଛି ଈଶ୍ୱରଙ୍କ ଗୃହ। ଆମମାନେ ପ୍ରତ୍ୟେକଙ୍କୁ ଗୋଟିଏ ଗୋଟିଏ ସୁଯୋଗ ରହେ। ଆମେ ଯଦି ଦେଖିବା, ଈଶ୍ୱର ହଉଛନ୍ତି ସେ ଦ୍ୱିତୀୟ ଥର ସୁଯୋଗ ଦେବା ପରମେଶ୍ୱର। ତେଣୁ ଇଂରାଜୀରେ କୁହାଯାଏ, ଗଡ୍ ଇଜ ଦ ଗଡ୍ ଅଫ୍ ସେକେଣ୍ଡ ଚାନ୍ସ। ସେ ଦ୍ୱିତୀୟ ଥର ସୁଯୋଗ ଦେବା ଈଶ୍ୱର ଅଟନ୍ତି। ଆମେ ଯଦି ଜୁନସଙ୍କ ବିଷୟରେ ଦେଖୁ, ଜୁନସଙ୍କୁ ପ୍ରଭୁ କଣ କଲେ? ସୁଯୋଗ ଦେଲେ। ଯଦି ନିନିବି ବିଷୟରେ ଦେଖୁ, ପୁନର୍ବାର ତାଙ୍କୁ ପ୍ରଭୁ ସୁଯୋଗ ଦେଲେ। ପ୍ରଭୁ ପ୍ରତ୍ୟେକଟି ଜାଗାରେ ସୁଯୋଗ ଦେବା ନିମନ୍ତେ ସିଏ ଇଚ୍ଛୁକ ଅଟନ୍ତି। ଆମମାନଙ୍କ ମଧ୍ୟରେ ଯେ କୌଣସି ଦୂରତା ହଉ ପଛେ, ଆମମାନେ ଯୀଶୁଙ୍କ ଠାରୁ ବା ଈଶ୍ୱରଙ୍କ ଠାରୁ ଦୂରକୁ ଚାଲି ଯାଇଥାଉ ପଛେ, କିନ୍ତୁ ଆମମାନେ ଯଦି ଗୋଟିଏ ପାଦ ବାହାର କରିବା, ସେ ଆମମାନଙ୍କ ନିମନ୍ତେ ଅନେଶପଥଟି ପାଦ ବାହାର କରିବା ନିମନ୍ତେ ପ୍ରସ୍ତୁତ ଅଟନ୍ତି। ତେଣୁ ଈଶ୍ୱର ଆମମାନଙ୍କୁ ପ୍ରତ୍ୟେକଟି ସମୟରେ ସୁଯୋଗ ଦେଇ ତାଙ୍କରି ପ୍ରେମକୁ ସେ କଣ କରିବାକୁ ଚାହାନ୍ତି? ପ୍ରକାଶ କରିବାକୁ ଚାହାନ୍ତି। ଆଜିର ଏହି ଶାସ୍ତ୍ରାଂଶ ଦ୍ୱାରା ଆମେ ଦେଖିବାକୁ ପାରୁଅଛୁ ଯେ ପରମେଶ୍ୱର ଯୋଉ 20 ବର୍ଷ ତଳେ ଯାକୁବଙ୍କୁ ଦର୍ଶନ ଦେଇଥିଲେ, ସେ ବୈଥଲରେ ଯେତେବେଳେ ସେ ନିଜ ଭାଇ ଏସଙ୍କ ଠାରୁ ଆଉ ସେ ପଳାୟନ କରି ସେ ଆସୁଅଛନ୍ତି ଲାବନ ଘରକୁ, ତାଙ୍କ ମାମୁଁ ଘରକୁ ତାଙ୍କ ମା ପଠେଇ ଦଉଅଛନ୍ତି, ଯେପରିକି ଦୁଇ ଭାଇ ମଧ୍ୟରେ ଝଗଡା ହେଇ ନଯାଏ, ମୁଁ କାହାକୁ ନ ହରାଏ, ସେଇଥିପାଇଁ ସେ ନିଜ ପୁତ୍ରଙ୍କୁ ଯାକୁବଙ୍କୁ ପଠେଇ ଦଉଛନ୍ତି। ଆଉ ଯିଏ କି ଅବିବାହିତ ଥିଲେ, ଆଉ ସେ ଫେରିକି ପଳେଇ ଆସୁଛନ୍ତି, ତାଙ୍କୁ ଈଶ୍ୱର ଦର୍ଶନ ଦେଇଥିଲେ। ଆଉ ସେଇ ସ୍ଥାନରେ ସେ କଣ କରୁଅଛନ୍ତି? ଆମେ ଯଦି 28 ପର୍ବ ଦେଖିବା, ସେ ପରମେଶ୍ୱରଙ୍କ ସହିତ ଆଉ ସିଏ ଦର୍ଶନ ପାଉଛନ୍ତି ଏବଂ ସେଇ ସ୍ଥାନର ନାମକୁ ସେ କଣ କହୁଅଛନ୍ତି ଯେ ଏହା ଆଉ ପ୍ରଭୁ କଣ କରିଅଛନ୍ତି? ମତେ ଦର୍ଶନ ଦେଇଛନ୍ତି, ସେଇଥିପାଇଁ
ଏହା ଈଶ୍ୱରଙ୍କର ଗୃହ ବୋଲି ସେ କଟି ଯାଉ କନେକ୍ଟେଡ ହେଇକି ଆଉ ଥରେ ଆଉ ଜଡ଼ିତ କନେକ୍ସନ ହେଲା। ଆଜ୍ଞା ଶୁଭା ଯାଉଛି ପିଟର ଆଜ୍ଞା? ହଁ ଶୁଭା ଯାଉଛି ଆଜ୍ଞା। ମୁଁ ଭିଡିଓ ବନ୍ଦ କରିଦଉଛି ଯେହେତୁ ବନ୍ଦ କରି ଏହି ଆଲୋଚନାର ବିଷୟରେ ଈଶ୍ୱରଙ୍କ ଗୃହକୁ ଯେତେବେଳେ ଆମମାନେ ଫେରି ଯାଉ, ଈଶ୍ୱର ଆମମାନଙ୍କୁ କିଛି ଆଦେଶ ଦିଅନ୍ତି। ସେଥିମଧ୍ୟରେ ଆମମାନେ ଏଇଠାରେ ଦେଖୁଛୁ ଯେତେବେଳେ ଈଶ୍ୱର ଯାକୁବଙ୍କୁ କହନ୍ତି ତୁମ୍ଭେ ଉଠି ବୈଥଲକୁ ଯାଇ ସେଠାରେ ବାସ କର, ପୁଣି ତୁମ୍ଭ ଭ୍ରାତା ଏସୋ ସମ୍ମୁଖରେ ପଳାଇବା ସମୟରେ ଯେଉଁ ପରମେଶ୍ୱର ଦର୍ଶନ ଦେଇଥିଲେ ତାହାଙ୍କ ଉଦ୍ଦେଶ୍ୟରେ ଯଜ୍ଞ ବେଦୀ ନିର୍ମାଣ କର। ଆମେ ତିନୋଟି ବିଷୟ ଏଠାରେ ଦେଖିବାକୁ ପାରୁଅଛୁ। ପ୍ରଥମ ବିଷୟ ହେଲା ଈଶ୍ୱର ମନେ ପକେଇ ଦିଅନ୍ତି। ଏଠାରେ ଯାକୁବଙ୍କୁ ମନେ ପକେଇ ଦଉଅଛନ୍ତି ଯେ ତୁମର ଭାଇଙ୍କ ସମ୍ମୁଖରୁ ପଳେଇବା ସମୟରେ ଯେତେବେଳେ ତୁମେ ଦର୍ଶନ ପାଇଥିଲ ସେଇ ସ୍ଥାନକୁ ଯାଅ। ଯାକୁବ ଯିଏକି ନିଜ ଭାଇଙ୍କୁ ଠକିଲା, ଡାଲି ଦେଇକି ଅଧିକାର ନେଲା, ନିଜ ବାପାଙ୍କୁ ଠକିଲା, ମାଂସ ଦେଇକି ଆଶୀର୍ବାଦ ନେଇଗଲା, ନିଜ ଶ୍ୱଶୁରଙ୍କୁ ଠକିବା ପାଇଁ ଗଲା କିନ୍ତୁ ନିଜେ ଠକି ହେଲା। 7 ବର୍ଷ ଲେୟାଙ୍କ ପାଇଁ, ରାହେଲ ପାଇଁ ଆଉ ସେ ଦାସ୍ୟ କର୍ମ କଲା। ଏହିପରି କାର୍ଯ୍ୟ କରୁ କରୁ ପ୍ରାୟ 20 ବର୍ଷରୁ ଅଧିକା ବର୍ଷ ପୂର୍ବରୁ ଯିଏକି ଈଶ୍ୱରଙ୍କ ଦର୍ଶନ ପାଇଥିଲା, ହୋଇପାରେ ସେ ଭୁଲି ଯାଇଥିବ, କିନ୍ତୁ ଆଜି ଈଶ୍ୱର ତାଙ୍କୁ ମନେ ପକେଇ ଦଉଛନ୍ତି ପଳେଇ ଆସୁଥିଲ ସେଇ ସ୍ଥାନକୁ ପୁନର୍ବାର ତୁମେ ଯାଅ। ଈଶ୍ୱର ଆମମାନଙ୍କୁ ମନେ ପକେଇ ଦିଅନ୍ତି। ଯଦି ଆମମାନେ ଭୁଲି ଯାଉ ଯେ କଣ ଆମେ କରିବୁ ବୋଲି ନିଜ ମନ ମଧ୍ୟରେ ଭାବିଥିଲୁ, ମନସ୍ଥ କରିଥିଲୁ, ଏଇ ସମସ୍ତ ବିଷୟକୁ ସେ କଣ କରନ୍ତି ମନେ ପକେଇ ଦିଅନ୍ତି। ତେଣୁ ଆଦି ପୁସ୍ତକ ତାର 28, 19 ରୁ 22 ପଦରେ ଯଦି ଆମେ ଦେଖିବା ସେଇ ବିଷୟ ଲେଖାଯାଏ ଯାହା ଆଗରୁ ତାଙ୍କ ଜୀବନ ମଧ୍ୟରେ ଘଟିଥିଲା ଆଉ ଈଶ୍ୱରଙ୍କର ସେ ଦର୍ଶନ ପାଇଥିଲେ। ତେଣୁ ଈଶ୍ୱର ହଉଛନ୍ତି ଆମମାନଙ୍କୁ ସ୍ମରଣରେ ଆଣିଦେବା ଈଶ୍ୱର। ଆମେ ଯଦି ଦେଖିବା କାରଣ ଆମମାନଙ୍କର ପୂର୍ବବସ୍ଥା ହଉ କିମ୍ବା ଆମମାନେ କରିଥିବା ମାନତ ହଉ ଆମମାନଙ୍କୁ ସ୍ମରଣରେ ଆଣିବାକୁ ହବ। ଏଫିସିଓ ତାର
2:1-4 ପଦ ମଧ୍ୟ ଆମେ ଦେଖୁଛୁ ଏଇଠାରେ ପ୍ରେରିତ ପାଉଲ ଏଫେସ ମଣ୍ଡଳକୁ ଲେଖନ୍ତି କହନ୍ତି ଏଇ ସଂସାରର ଭାବ ଅନୁସାରେ ପୁଣି ଆକାଶ ମଣ୍ଡଳ ରାଜ୍ୟର ଅଧିପତି ଅର୍ଥାତ୍ ଯେଉଁ ଆତ୍ମା ଏବେ ଅନାଜ୍ଞାବହ ସନ୍ତାନ ମାନଙ୍କ ଠାରେ କାର୍ଯ୍ୟ ସାଧନ କରୁଛି ତାହାର ଇଚ୍ଛା ଅନୁସାରେ ତୁମମାନେ ମଧ୍ୟ ପୂର୍ବରେ ଆଚରଣ କରି ଅପରାଧ ଓ ପାପରେ ମୃତ୍ୟୁଲ ସେଇ ଅନାଜ୍ଞାବହ ସନ୍ତାନ ମାନଙ୍କ ସହିତ ଆମମାନେ ସମସ୍ତେ ମଧ୍ୟ ଏକ ସମୟରେ ଆମ୍ଭମାନଙ୍କ ଶାରୀରିକ ଅଭିଳାଷ ଅନୁସାରେ ଜୀବନ ଯାପନ କରି ଶାରୀରିକ ଓ ମାନସିକ କାମନା ପୂର୍ଣ୍ଣ କରୁଥିଲୁ ପୁଣି ଅନ୍ୟମାନଙ୍କ ପରି ସୁଦ୍ଧା ସ୍ୱଭାବତ କ୍ରୋଧର ପାତ୍ର ଥିଲୁ ମାତ୍ର ଏପରି ଅପରାଧରେ ମୃତ ହେଲେ ହେଁ ଦୟାସାଗର ଯେ ଈଶ୍ୱର ସେ ଆମ୍ଭମାନଙ୍କୁ ଯୋଉ ମହା ଏହି ଶାସ୍ତ୍ରାଂଶରୁ ଆମେ ଦେଖିବାକୁ ପାରୁଅଛୁ ପ୍ରେରିତ ପାଉଲ ମନେ ପକେଇ ଦେବା ପାଇଁ ଚାହାନ୍ତି ଯେ କିପରି ଆମମାନଙ୍କର ପୂର୍ବ ଅବସ୍ଥା ଥିଲା ଆମମାନଙ୍କର ପୂର୍ବ ଜୀବନ କିପରି ଆମମାନେ କାଟୁଥିଲୁ ଆମମାନେ କିପରି ଈଶ୍ୱରଙ୍କର କ୍ରୋଧର ପାତ୍ର ଥିଲୁ ଆଉ ଏଇ ସମସ୍ତ ବିଷୟ ପ୍ରେରିତ ପାଉଲ ଏଫେସୀୟ ମଣ୍ଡଳୀ ନିକଟକୁ ଲେଖନ୍ତି ଏବଂ କହନ୍ତି ଈଶ୍ୱର ଆମମାନଙ୍କୁ ଦ୍ୱିତୀୟ ସୁଯୋଗ ଦେଇଅଛନ୍ତି ପୁନର୍ବାର ଆମମାନେ ସେଇ ପ୍ରକାର କାର୍ଯ୍ୟ ନ କରୁ ସେ ଦୟାସାଗର ଈଶ୍ୱର ଅଟନ୍ତି ଆମମାନଙ୍କୁ ସେ ମହା ପ୍ରେମ କରିଅଛନ୍ତି ଆମେ ଯଦି 4 ପଦରେ ଦେଖୁ ସେ ଅନୁଗ୍ରହରେ ଆମମାନଙ୍କୁ ପରିତ୍ରାଣ ଦେଇଅଛନ୍ତି ତେଣୁ ଆମମାନେ ପୁନର୍ବାର ତାଙ୍କରି ସହିତ ସମ୍ପର୍କ ରଖିବା ଆଉ ତାଙ୍କ ଠାରୁ ବିଚ୍ଛିନ୍ନ ହେବା ନାହିଁ ଏଇ କଥା ପ୍ରେରିତ ପାଉଲ ମଧ୍ୟ ଯେଉଁ ଯାକୁବ ଭୁଲି ଯାଇଥିଲା ତାଙ୍କୁ ମନେ ପକେଇ ଦିଅନ୍ତି ତୁମ ଭାଇ ଠାରୁ ପଳାୟନ ସମୟରେ ଯେଉଁଠାରେ ମୁଁ ଦର୍ଶନ ଦେଇଥିଲି ସେଇ ସ୍ଥାନକୁ ପୁନର୍ବାର ତୁମେ ଆସ ପୁଣି ଆମେ ପ୍ରକାଶିତ ବାକ୍ୟ ତାର 2 ପର୍ବର 5 ପଦରେ ବି ଆମେ ଦେଖିବାକୁ ପାରୁଅଛୁ କିପରି ଈଶ୍ୱର ସେଇ ଏଫେସୀୟ ମଣ୍ଡଳୀକୁ ଏଇ କଥା କହନ୍ତି ଏଣୁ କେଉଁଠାରୁ ତୁମ୍ଭର ପତନ ହୋଇଅଛି ତାହା ସ୍ମରଣ କରି ମନ ପରିବର୍ତ୍ତନ କର ଓ ଆଦ୍ୟ କର୍ମ ସବୁ କର ଏଠାରେ ଦେଖିବାକୁ ପାରୁଅଛୁ ଯେ ପରମେଶ୍ୱର ଆମମାନଙ୍କୁ ମନେ ପକେଇ ଦେବାକୁ ଚାହାନ୍ତି କେଉଁଠାରୁ ଆମର ପତନ ହୋଇଛି ଏଫେସୀୟ ମଣ୍ଡଳୀ ନିକଟକୁ ଯୋହନ ଦର୍ଶନ ପାଇ କଥା କହନ୍ତି ଯେ ତୁମେ ପୂର୍ବ ବିଷୟ ସବୁ କଣ କର ଆଦ୍ୟ କର୍ମ ସବୁ କର ଯାହା ତୁମେ କରୁଥିଲ ଯେଉଁ ପ୍ରେମ ତୁମର ଥିଲା ଯେଉଁ ଈଶ୍ୱରଙ୍କ ସହିତ ସମ୍ପର୍କ ଥିଲା ସେଥିରୁ ତୁମେ କଣ ହୋଇଅଛ ପତନ ହୋଇଅଛ ତେଣୁ ସେ କେଉଁ ସ୍ଥାନରୁ ପତନ ହୋଇଛି କଣ ତୁମର ଭୁଲ ଥିଲା ତାହା ସ୍ମରଣ କରି ପୂର୍ବ କର୍ମ ସବୁ କର ଆମମାନଙ୍କୁ ଈଶ୍ୱର ମନେ ପକେଇ ଦେବା ପାଇଁ ଚାହାନ୍ତି ପୁଣି ଦ୍ୱିତୀୟ ବିଷୟ ଠାରେ ପରମେଶ୍ୱର କହନ୍ତି ସେଇ ପ୍ରକାଶିତ ଆଦି ପୁସ୍ତକ 35 ର 1 ପଦରେ ପ୍ରଥମ ହେଲା ମନେ ପକେଇ ଦିଅନ୍ତି ପୁଣି ଦ୍ୱିତୀୟ ବିଷୟ ହେଲା ପୁନର୍ବାର ସେଇ କର୍ମ କରିବାକୁ ସେ କହନ୍ତି ଏଇ ପ୍ରକାଶିତ ବାକ୍ୟ ତାର 2 ର 5 ରେ ଆମେ ଦେଖିବାକୁ ପାରୁଅଛୁ କଂସରେ ଆଦ୍ୟ କର୍ମ ସବୁ କର ପୁଣି ଯାକୁବଙ୍କୁ ଈଶ୍ୱର କହନ୍ତି ତୁମେ ଯାଇ ସେଇଠାରେ ଯେଉଁ ସ୍ଥାନରେ ଆଉ ସେ ଯଜ୍ଞ ବେଦୀ ନିର୍ମାଣ କରିବା ନିମନ୍ତେ ପ୍ରସ୍ତୁତ ଥିଲେ ସେଇ ସ୍ଥାନରେ ପୁନର୍ବାର ଯାଇ ଯଜ୍ଞ ବେଦୀ ନିର୍ମାଣ କର ବୋଲି ଯାକୁବଙ୍କୁ ପରମେଶ୍ୱର ସେଇ କାର୍ଯ୍ୟ କରିବା ନିମନ୍ତେ ମନେ ପକେଇ ଦେଉଅଛନ୍ତି ତେଣୁ ଆମମାନଙ୍କୁ ଈଶ୍ୱର ମନେ ପକେଇ ଦିଅନ୍ତି ପୁଣି ଆଦ୍ୟ କର୍ମ ସବୁ ଯେଉଁ କର୍ମ ଦ୍ଵାରା ତାଙ୍କରି ପ୍ରଶଂସାର ପାତ୍ର ତାଙ୍କରି ସହିତ ଉତ୍ତମ ସମ୍ପର୍କ ରହିଥିଲା ସେଇ କର୍ମ ପୁନର୍ବାର କରିବାକୁ ଆମମାନଙ୍କୁ କୁହାଯାଏ ପୁଣି ଈଶ୍ୱର ଯାକୁବଙ୍କୁ ସେଇ ଯଜ୍ଞ ବେଦୀ ନିର୍ମାଣ କରିବା ନିମନ୍ତେ ପୁନର୍ବାର ବୈଥଲକୁ ପଠାଉଅଛନ୍ତି ଆମେ ଯଦି ଦେଖିବା ପ୍ରକାଶିତ ବାକ୍ୟ ତାର 3 ପର୍ବର 3 ପଦ ଏଠାରେ ମଧ୍ୟ ଏଇ ପ୍ରକାର ଲେଖାଯାଏ
ଏଣୁ କି ପ୍ରକାରେ ଶିକ୍ଷା ପାଇଅଛ ଓ ଶ୍ରବଣ କରିଅଛ ତାହା ସ୍ମରଣ କରି ପାଳନ କର ଓ ମନ ପରିବର୍ତ୍ତନ କର। ଯଦି ଜାଗ୍ରତ ନ ହୁଅ ତାହେଲେ ଆମ୍ଭେ ଚୋର ପରି ଆସିବୁ, ଆଉ କେଉଁ ସମୟରେ ତୁମ୍ଭ ଉପରେ ଆସି ପଡିବୁ ତାହା ତୁମ୍ଭେ କୌଣସି ପ୍ରକାରେ ଜାଣିବ ନାହିଁ। ଏଇଠାରେ ମଧ୍ୟ ସାର୍ଦି ମଣ୍ଡଳୀ ନିକଟକୁ ଯୀଶୁଖ୍ରୀଷ୍ଟ ଏଇ ବାର୍ତ୍ତା କହନ୍ତି ଯେ ଶ୍ରବଣ କରି ତାହା ସ୍ମରଣ କରି ପାଳନ କର। ଯାହା ସବୁ ତୁମେ ଶୁଣିଅଛ, ଶିକ୍ଷା ପାଇଅଛ, ସେଇ ସମସ୍ତ ବିଷୟକୁ ସ୍ମରଣ କର ଏବଂ ପାଳନ କର। ଆମମାନଙ୍କ ପରମେଶ୍ୱର ତାଙ୍କରି ବାକ୍ୟ ଦ୍ଵାରା, ତାଙ୍କରି ଲୋକମାନଙ୍କ ଦ୍ଵାରା ଆମମାନେ ଯାହା କରିଅଛୁ ତାଙ୍କ ନିମନ୍ତେ ତାହା ପୁଣି ପ୍ରେରିତ ପାଉଲ ତାଙ୍କ ଅଫିସ ମଣ୍ଡଳୀଙ୍କ ନିକଟକୁ ଲେଖି ଜଣାନ୍ତି, ଯେଉଁ ସବୁ କର୍ମରେ ଆମେ ଈଶ୍ୱରଙ୍କର କ୍ରୋଧର ପାତ୍ର ହେଇଥିଲୁ, ସେଇ କର୍ମ ନ କରି ଈଶ୍ୱରଙ୍କର ସନ୍ତୋଷର ପାତ୍ର ହୋଇ ତାଙ୍କରି କର୍ମ କରିବା ନିମନ୍ତେ ପ୍ରେରିତ ପାଉଲ ଲେଖନ୍ତି। ପୁନର୍ବାର ଆଉ ଗୋଟିଏ ବିଷୟ ଆମେ ଦେଖିବାକୁ ପାରୁଛୁ, ଈଶ୍ୱରଙ୍କର ଆଦେଶ ଯାକୁବଙ୍କ ନିମନ୍ତେ ତାହା ହେଲା ଫେରି ଆସ। ପ୍ରଥମ ବିଷୟ ଆମେ ଦେଖିଲୁ ଯେ ମନେ ପକାଅ ବା ସ୍ମରଣ କର ବା ମନେ ପକେଇ ଦିଅନ୍ତି। ଦ୍ଵିତୀୟ ବିଷୟ ଦେଖିଲୁ ଯେ ତାହା ତୁମେ ପୁନର୍ବାର କର। ତୃତୀୟ ବିଷୟ ଆମେ ମାନେ ଦେଖୁଅଛୁ ଯେ ତୁମେ ବୈଥଲକୁ ଫେରି ଆସ। ଈଶ୍ୱର ଚାହାନ୍ତି ଯେପରି ଆମମାନେ ସମସ୍ତେ ତାଙ୍କରି ନିକଟକୁ ଫେରି ଆସୁ। କାରଣ ଈଶ୍ୱରଙ୍କର ପ୍ରଥମ ଯୋଜନା ହେଲା ଯେପରି ମାନବ ଜାତି ତାଙ୍କରି ସହିତ ଉତ୍ତମ ସମ୍ପର୍କ ରଖନ୍ତୁ। ସେଇଥିପାଇଁ ସେ ନିଜ ପୁତ୍ରଙ୍କୁ ଜଗତକୁ ପ୍ରେରଣ କଲେ ଏବଂ ଆମମାନଙ୍କ ନିମନ୍ତେ କ୍ଷତ ବିକ୍ଷତ ହୋଇ ସେ ମୃତ୍ୟୁବରଣ କଲେ, ପୁନରୁତ୍ଥିତ ହେଲେ ଏବଂ ସ୍ୱର୍ଗାରୋହଣ କଲେ, ଯେପରି ଆମମାନେ ତାଙ୍କରି ଠାରେ ବିଶ୍ୱାସ କରି ତାଙ୍କ ସହିତ ସମ୍ପର୍କ ରଖିବା ଏବଂ ପୁନର୍ବାର ତାଙ୍କରି ସହିତ ଜଡ଼ିତ ହେବା। ତେଣୁ ଈଶ୍ୱର ଚାହାନ୍ତି ଯେପରି ଆମେ ତାଙ୍କ ନିକଟକୁ ଫେରି ଆସୁ। ଈଶ୍ୱରଙ୍କର ଆଦେଶ ଆମମାନେ ଯାକୁବଙ୍କ ପ୍ରତି ଦେଖୁଅଛୁ, ଯାହାକି ସେ ସ୍ମରଣ କରି ଦିଅନ୍ତି, ପୁନର୍ବାର କରିବାକୁ ଚାହାନ୍ତି, ପୁଣି ତାଙ୍କ ନିକଟକୁ ଫେରି ଆସୁ ବୋଲିକି ଚାହାନ୍ତି। ଏଇ ତିନୋଟି ବିଷୟ ଆମେ ମାନେ ଦେଖିଲୁ। ପୁଣି ଯାକୁବଙ୍କ ଈଶ୍ୱରଙ୍କ ଗୃହକୁ ଫେରିଯିବା ପୂର୍ବରୁ ଆମମାନଙ୍କର ମଧ୍ୟ କିଛି କର୍ତ୍ତବ୍ୟ ରହିଛି, ତାହା ଯାକୁବ ଆମମାନଙ୍କୁ ମନେ ପକେଇ ଦିଅନ୍ତି। ଏଇଠାରେ ଆମେ ଦେଖୁଅଛୁ ଯାକୁବ କହନ୍ତି ତାର ଏଇ 35 ପର୍ବର 2 ପଦରେ, ତହିଁରେ ଯାକୁବ ଆପଣା ପରିଜନ ଓ ସଙ୍ଗୀ ଲୋକମାନଙ୍କୁ କହିଲେ, ତୁମ୍ଭମାନଙ୍କ ନିକଟରେ ଯେ ସବୁ ବିଦେଶୀୟ ଦେବତା ଅଛନ୍ତି ସେମାନଙ୍କୁ ଦୂର କର, ଆପଣା ମାନଙ୍କୁ ଶୁଚି କର, ପୁଣି ଆପଣ ମାନଙ୍କର ବସ୍ତ୍ର ପରିବର୍ତ୍ତନ କର। ଆମେ ଦେଖିଲୁ ଈଶ୍ୱର ଯାକୁବଙ୍କ ନିକଟରେ 3ଟି ବିଷୟ ରଖିଅଛନ୍ତି, ପୁଣି ଯାକୁବ ତାଙ୍କରି ଲୋକମାନଙ୍କ ନିକଟରେ 3ଟି ବିଷୟ ରଖିଅଛନ୍ତି। ପ୍ରଥମ ବିଷୟ ହେଲା ବିଦେଶୀୟ ଦେବତା ଦୂର କର। ଆମେ ଏଇ ବିଷୟ ଦେଖୁଅଛୁ, ଯାହା ସେଇ ଆଦି ପୁସ୍ତକ ତାର 31 ପର୍ବ 19 ପଦରେ ରାହେଲ ସେ ନିଜ ପିତାଙ୍କ ଗୃହରୁ ସେ ବିଦେଶୀୟ ଦେବତା ସବୁ ଚୋରି କରି ନେଇ ଆସୁଅଛି। ପୁଣି ତାଙ୍କ ପଛେ ପଛେ ଲାବନ ଯାଉଅଛନ୍ତି, ଏବଂ ଆମେ ଯଦି ତାର 30 ପଦ ଦେଖିବା, ପୁଣି 34 ରୁ 35 ଦେଖିବା, ତାହେଲେ ସେଇଠାରେ ଆମେ ଦେଖିପାରୁଅଛୁ ଯେ କିପରି ସେ ତାଙ୍କରି ବାପାଙ୍କୁ ମିଛ କହୁଛନ୍ତି ଯେ ମୁଁ କୌଣସି ଆଉ ଦେବତା କିମ୍ବା ମୂର୍ତ୍ତି ମୁଁ ଚୋରି କରିନାହିଁ। ଏବଂ ସେଇଠାରେ ଯାକୁବଙ୍କର ନିଜ ଶ୍ୱଶୁରଙ୍କ ପ୍ରତି ଏକ କ୍ରୋଧର ସହିତ କଥାବାର୍ତ୍ତା ହେବା ମଧ୍ୟ ଆମେ ମାନେ ଦେଖିପାରୁଅଛୁ। ଏଇ ବିଦେଶୀୟ ଦେବତା ଦୂର କର ବୋଲି ଯାକୁବ ଆଉ କହନ୍ତି। ଆମମାନଙ୍କ ନିମନ୍ତେ ତାହା କଣ? ଆମେ ଯଦି ଦେଖିବା
ଜିହୋସିଓ ତାର 24 ପର୍ବର 13 ପଦ, ଯେଉଁ ସ୍ଥାନରେ ଜିହୋସିଓ ତାଙ୍କରି ଲୋକମାନଙ୍କୁ ନିଜ ମୃତ୍ୟୁ ପୂର୍ବରୁ ନିଜର ଶେଷ ଜୀବନର ଶେଷ ସମୟରେ ତାଙ୍କରି ଲୋକମାନଙ୍କୁ ସେ ଆଉ କହନ୍ତି, ମୁଁ ଓ ମୋର ପରିଜନ ଆମମାନେ ସେଇ ସଦାପ୍ରଭୁଙ୍କର ସେବା କରିବୁ, କିନ୍ତୁ ତୁମମାନେ କାହାଙ୍କୁ ସେବା କରିବ ତାହା ମନୋନୀତ କର। ତାପରେ ପରେ ସେ କହନ୍ତି ତାର 24ର 13 ପଦରେ, ତେବେ ଏହା ନିଶ୍ଚୟ ଜାଣ ଯେ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱର ଏହି ଗୋଷ୍ଠୀୟମାନଙ୍କୁ ତୁମମାନଙ୍କ ଦୃଷ୍ଟିଗୋଚରରୁ ଆଉ ତଡ଼ି ଦେବେ ନାହିଁ, ମାତ୍ର ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱର ତୁମ୍ଭମାନଙ୍କୁ ଏହି ଯେଉଁ ଉତ୍ତମ ଦେଶ ଦେଇଅଛନ୍ତି, ତହିଁରୁ ତୁମମାନେ ବିନଷ୍ଟ ହେବା ପର୍ଯ୍ୟନ୍ତ ସେମାନେ ତୁମମାନଙ୍କର ଜାଲ ଓ ଫାନ୍ଦ ଓ ପାର୍ଶ୍ୱରେ କୋରଡା ଓ ଚକ୍ଷୁରେ କଣ୍ଟକ ସ୍ୱରୂପ ହେବେ। ସେଇ 24ର 13ରେ ଆମେ ଦେଖିବାକୁ ପାରୁଅଛୁ ଏଇଠାରେ 24ର 23ରେ ଏଠି ଲେଖା ଅଛି, ସେ କହିଲେ, ତେବେ ତୁମମାନଙ୍କ ମଧ୍ୟରେ ଯେଉଁ ବିଦେଶୀୟ ଦେବତାମାନେ ଅଛନ୍ତି ସେମାନଙ୍କୁ ଏବେ ବାହାର କରିଦିଅ, ପୁଣି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଆଡକୁ ଆପଣା ଆପଣା ହୃଦୟ ଡେର। କ୍ଷମା କରିବେ, ତାହା ଜିହୋସିଓ ତାର 24ର 23 ପଦରେ ଜିହୋସିଓ ଶେଷ ସମୟରେ ତାଙ୍କରି ଲୋକମାନଙ୍କୁ ଏହି ଚେତାବନୀ ଦିଅନ୍ତି, ଏହି ଆଦେଶ ଦିଅନ୍ତି ଯେ ତୁମମାନଙ୍କ ମଧ୍ୟରେ ଯୋଉ ବିଦେଶୀୟ ଦେବତା ଅଛନ୍ତି ତାହାକୁ ଦୂର କରିଦିଅ, ପୁଣି ଈଶ୍ୱରଙ୍କ ଆଡକୁ ଫେର। ପ୍ରଥମ ସାମୁଏଲ ତାର 7 ପର୍ବର 3 ପଦରେ ବି ମଧ୍ୟ ଏଇଠାରେ ସେଇ କଥା ଲେଖାଯାଏ ଯେ ବିଦେଶୀୟ ଦେବତା ମାନଙ୍କୁ ଦୂର କରିବାକୁ। ଆଜି ଖ୍ରୀଷ୍ଟିଆନ ଜୀବନ ମଧ୍ୟରେ ଯଦିଓ ଆମମାନେ ଖ୍ରୀଷ୍ଟୀୟ ପରିବାର ମଧ୍ୟରେ ଖ୍ରୀଷ୍ଟିଆନ ଆଉ ହୋଇଅଛୁ, ତଥାପି ଆମମାନେ କିପରି ଅନ୍ୟ ଜିନିଷ ପ୍ରତି ଆକର୍ଷିତ ହୋଇଅଛୁ, ଯାହା ଈଶ୍ୱରଙ୍କ ଠାରୁ ଆମମାନଙ୍କୁ ଅଲଗା କରେ। ଆମେ ଯଦି ଦେଖିବା ପ୍ରଥମ ଯୋହନ ତାର 5 ପର୍ବର 21 ପଦ, ସେଠାରେ ଲେଖାଯାଏ, ହେ ବତ୍ସଗଣ, ପ୍ରତିମା ମାନଙ୍କ ଠାରୁ ଆପଣା ଆପଣାକୁ ରକ୍ଷା କର। ପୁଣି ସେଇ 2 ପର୍ବର ପ୍ରଥମ ଯୋହନ ତାର 2 ପର୍ବର 15 ପଦ, ସଂସାର କିଏ ବା ସେଥିରେ ଥିବା ବିଷୟ ସବୁକୁ ପ୍ରେମ ନ କର, କେହି ଯଦି ସଂସାରକୁ ପ୍ରେମ କରେ ପିତାଙ୍କ ପ୍ରେମ ତାହାଠାରେ ନାହିଁ। ଯଦି ଆମେ ଈଶ୍ୱରଙ୍କ ଠାରୁ ଅନ୍ୟ କୌଣସି ବିଷୟକୁ ଅଧିକା ପ୍ରେମ କରୁ, ଅଧିକା ସମୟ ଦଉ, ତାହେଲେ ତାହା ହଉଛି ଆମମାନଙ୍କ ନିମନ୍ତେ ଆଉ ଗୋଟିଏ ଦେବତା ସଦୃଶ୍ୟ, ଯାହାଙ୍କୁ ଆମମାନେ ଅଧିକା ପ୍ରେମ କରୁ। କଲସୀୟ ତାର 3 ପର୍ବର ଯଦି ଆମମାନେ 5 ପଦ ଦେଖିବା, ସେଇଠାରେ ଏଇ କଥା ଲେଖାଯାଏ, ପ୍ରେରିତ ପାଉଲ କଲସୀୟ ମଣ୍ଡଳୀକୁ ଏ କଥା କହନ୍ତି ଯେ ଅତଏବ ତୁମମାନଙ୍କର ଶାରୀରିକ ଅଙ୍ଗ ପ୍ରତ୍ୟଙ୍ଗର କୁପ୍ରବୃତ୍ତି ଗୁଡିକ ଅର୍ଥାତ୍ ବ୍ୟଭିଚାର, ଅଶୁଚିତା, କାମ, କୁଅଭିଳାଷ, ପୁଣି ପ୍ରତିମା ପୂଜା ରୂପ ଲୋଭ, ଏହି ସବୁ ପ୍ରତି ମୃତ ହୁଅ। ପ୍ରତିମା ପୂଜା ରୂପ ଲୋଭ, ଲୋଭ ହଉଅଛି ତାହା ଏକ ପ୍ରତିମା ପୂଜା ସଦୃଶ୍ୟ। ଯଦିଓ ଆମେ କୌଣସି ପ୍ରତିମା ପୂଜା କରୁନାହୁଁ, ଆମମାନେ କୌଣସି ଅନ୍ୟ ବିଦେଶୀୟ ଦେବତା ମାନଙ୍କ ଠାରେ ନାହିଁ, ତଥାପି ଈଶ୍ୱରଙ୍କ ଠାରୁ ଯେଉଁ ଜିନିଷକୁ ଆଉ ଯେଉଁ ବିଷୟକୁ ଆମମାନେ ଅଧିକା ପ୍ରାୟୋରିଟି ଦଉ, ତାହା ଆମମାନଙ୍କ ନିମନ୍ତେ ପ୍ରତିମା ପୂଜା ସଦୃଶ୍ୟ। ତେଣୁ ପ୍ରେରିତ ପାଉଲ ଏଇ କଥା କଲସୀୟ ମଣ୍ଡଳୀକୁ ଲେଖନ୍ତି, ପ୍ରତିମା ପୂଜା ରୂପ ଲୋଭ, ଏଇ ସବୁ ପ୍ରତି କଣ ହୁଅ, ମୃତ ହୁଅ। ଲୋଭ ହେଲା ଏକ ପ୍ରତିମା ପୂଜା ସଦୃଶ୍ୟ। ଯଦି ଆମମାନେ ଦେଖିବା ଫିଲିପିଓ ତାର 3 ପର୍ବର 19 ପଦ, ସେଇଠାରେ ପ୍ରେରିତ ପାଉଲ ଏଇ କଥା କହନ୍ତି, ସେମାନଙ୍କର ପରିଣାମ ବିନାଶ, ଉଦର ସେମାନଙ୍କର ଦେବତା। ସେମାନେ ଆପଣା ଆପଣା ଲଜ୍ଜାକୁ ଦର୍ପର ବିଷୟ ମନେ କରନ୍ତି
ପୁଣି ପାର୍ଥିବ ବିଷୟ ଗୁଡିକରେ ଆସକ୍ତ ହୁଅନ୍ତି। ଏଇଠାରେ ଆମେ ପ୍ରଥମେ ଦେଖିଲୁ କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲ କହନ୍ତି ଲୋଭ ହଉଛି ଏକ ପ୍ରତିମା ପୂଜା ସଦୃଶ୍ୟ। ପୁଣି ଫିଲିପିଓ ମଣ୍ଡଳୀକୁ ପ୍ରେରିତ ପାଉଲ ଏଇ କଥା କହନ୍ତି ଯେ ଅନେକ ଲୋକଙ୍କର ଖାଲି ସେମାନେ ପେଟ ପାଇଁ ଚିନ୍ତା କରନ୍ତି। ତେଣୁ ଏଠାରେ କହନ୍ତି ଉଦର ସେମାନଙ୍କର ଦେବତା। ଯଦିଓ ଆମମାନେ ଭାବୁଅଛୁ ଆମମାନଙ୍କ ଠାରେ କୌଣସି ଅନ୍ୟ ବିଦେଶୀୟ ଦେବତା ନାହିଁ, ମୂର୍ତ୍ତି ନାହିଁ, ଆମେ ମୂର୍ତ୍ତି ପୂଜା କରୁନାହୁଁ, ତଥାପି ଆମମାନେ ଯେଉଁ ସବୁ ବିଷୟ ନିମନ୍ତେ ଅଧିକ ଚିନ୍ତିତ, ଯେଉଁ ସବୁ ବିଷୟ ପାଇଁ ପରମେଶ୍ୱରଙ୍କୁ ଆମେ ପ୍ରଥମ ସ୍ଥାନ ଦେଇପାରୁନାହୁଁ, ତାହେଲେ ସେଇ ସବୁ ବିଷୟ ଆମମାନଙ୍କ ନିମନ୍ତେ ଏକ ଦେବତା ସଦୃଶ୍ୟ ବା ପ୍ରତିମା ପୂଜା ସଦୃଶ୍ୟ। ଲୋଭ ଏକ ପ୍ରତିମା ପୂଜା ସଦୃଶ୍ୟ। ଏବଂ ଯଦି ଆମମାନେ କେବଳ ପେଟ ପାଇଁ ଚିନ୍ତା କରୁଛୁ, ତାହେଲେ ତାହା ଏକ ଦେବତା ସଦୃଶ୍ୟ। ଆମମାନେ ଦ୍ୱିତୀୟ ବିଷୟ ଦେଖିବା ଯାହା ଯାକୁବ ତାଙ୍କରି ଲୋକମାନଙ୍କୁ କହନ୍ତି। ଦ୍ୱିତୀୟ ବିଷୟ ହେଲା ଆପଣାକୁ ସୂଚୀ କର। ଈଶ୍ୱରଙ୍କ ଗୃହକୁ ଯିବା ପୂର୍ବରୁ ଆମେ ଦେଖିଲୁ ଯେ ଈଶ୍ୱରଙ୍କର ତିନୋଟି ବିଷୟ ସେ ଆମମାନଙ୍କୁ ମନେ ପକେଇ ଦିଅନ୍ତି, ପୁନର୍ବାର କରିବାକୁ ଚାହାନ୍ତି, ଫେରି ଆସିବାକୁ କହନ୍ତି। ପୁଣି ଏଇଠାରେ ଆମେ ଦେଖୁଅଛୁ ଯାକୁବ ସେ ମଧ୍ୟ ତାଙ୍କରି ଲୋକମାନଙ୍କୁ ତିନୋଟି ବିଷୟ କହନ୍ତି। ପ୍ରଥମ ବିଷୟ ହେଲା ବିଦେଶୀୟ ଦେବତା ଦୂର କର। ପୁଣି ଦ୍ୱିତୀୟ ବିଷୟ ହେଲା ଆପଣାକୁ ସୂଚୀ କର। ଏଇଠାରେ ଆମେ ଦେଖିବାକୁ ପାରୁଅଛୁ ଯେ ଈଶ୍ୱରଙ୍କ ସହିତ ସମ୍ପର୍କ ରଖିବା ପୂର୍ବରୁ ବା ଈଶ୍ୱରଙ୍କ ଗୃହକୁ ଯିବା ପୂର୍ବରୁ ଆମମାନଙ୍କୁ କଣ କରିବାକୁ ହବ? ଦ୍ୱିତୀୟ ବିଷୟ ହେଲା ନିଜ ନିଜକୁ ସୂଚୀ କରିବାକୁ ହବ। କାରଣ ଈଶ୍ୱରଙ୍କର ତାହା ହେଲା ଆଜ୍ଞା। ଆମେ ଯଦି ଅନେକ ଜାଗାରେ ଦେଖିବାକୁ ପାରୁ ଯେ ଈଶ୍ୱର କହନ୍ତି ଆମ୍ଭେ ଯେପରି ପବିତ୍ର ତୁମେ ମଧ୍ୟ ସେହିପରି ପବିତ୍ର ହୁଅ। ପୁଣି ଆମେ ଯଦି ଦେଖିବା ଉପଦେଶକତାର 5 ପର୍ବ, ଈଶ୍ୱରଙ୍କ ଗୃହକୁ ଯିବା ପୂର୍ବରୁ ଆମମାନଙ୍କ ଚରଣ କିପରି ସାବଧାନ ହେବାକୁ ହବ, ଏଇ ସମସ୍ତ ବିଷୟ ଲେଖାଯାଏ। ଆମେ ଯଦି ଦେଖିବା ଋତଙ୍କ ବିଷୟରେ, ଋତଙ୍କୁ ବୋଆଜଙ୍କ ନିକଟକୁ ପଠଉଥିବା ବେଳେ ତାଙ୍କରି ଶାଶୁ ତାଙ୍କୁ ସ୍ନାନ କରିବାକୁ, ତୈଳ ଲଗେଇବାକୁ, ପୁଣି ବସ୍ତ୍ର ପରିଧାନ କରିବାକୁ, ନୂତନ ବସ୍ତ୍ର ପରିଧାନ କରିବାକୁ ତାଙ୍କୁ କୁହାଯାଉଅଛି। ଜଣେ ବରଙ୍କ ସହିତ ସାକ୍ଷାତ କରିବାକୁ ହେଲେ ଆମମାନଙ୍କୁ କିପରି ପ୍ରସ୍ତୁତ ହେବାକୁ ହବ? ଯଦି ଈଶ୍ୱରଙ୍କ ଗୃହକୁ ଯିବାକୁ ହେଲେ ଆମକୁ କେମିତି ପ୍ରସ୍ତୁତ ହେବାକୁ ହବ? ଏଇଠି ଆମେ ଦେଖୁଛୁ ଯେ ଆପଣାକୁ ସୂଚୀ କରିବା ନିମନ୍ତେ ଯାକୁବ ତାଙ୍କରି ଲୋକମାନଙ୍କୁ କହୁଅଛନ୍ତି। ଏକ ଅଶୁଚି ଶରୀର କିମ୍ବା ଏକ ଅଶୁଚି ଆତ୍ମା ଈଶ୍ୱରଙ୍କ ସ୍ତୁତି କରିବାରେ ବାଧା ସୃଷ୍ଟି କରିଥାଏ। ତେଣୁ ଭକ୍ତ ଗୀତ ଲେଖକ ଲେଖନ୍ତି, ଗୀତ ତାର 66 ନମ୍ବର ଗୀତ 18 ପଦରେ ଆମେ ଦେଖୁ, ଯେବେ ମୁଁ ମନ ମଧ୍ୟରେ ଅଧର୍ମକୁ ଆଦର କରେ, ତେବେ ପ୍ରଭୁ ମୋ କଥା ଶୁଣିବେ ନାହିଁ। ଯଦି ମୋ ମନ ମଧ୍ୟରେ ଅଧର୍ମ ରହିଛି ତାହା ମତେ ଅଶୁଚି କରିଦିଏ। ତେଣୁ ପ୍ରଭୁ ସେ କଥା ଶୁଣିବେ ନାହିଁ। ପୁଣି ତାର ଗୀତ ସେଇ ଗୀତ 24:3-4 ଯଦି ଆମେ ପଢିବା, ସେଠାରେ ଏ ପ୍ରକାର ଦାଉଦ କହନ୍ତି, କିଏ ସଦାପ୍ରଭୁଙ୍କ ପର୍ବତରେ ଆରୋହଣ କରିବ ଓ କିଏ ତାହାଙ୍କ ପବିତ୍ର ସ୍ଥାନରେ ଠିଆ ହେବ? ଯାହାର ହସ୍ତ ସୂଚୀ ଓ ଅନ୍ତଃକରଣ ନିର୍ମଳ, ଯାହାର ମନ ଅସାରତା ପ୍ରତି ଉଠି ନାହିଁ, ପୁଣି ଯେ ଛଳ ଭାବରେ ଶପଥ କରିନାହିଁ ସିଏ। ଏଇଠାରେ ମଧ୍ୟ ଦାଉଦ କହନ୍ତି, ଯାହାର ହସ୍ତ ସୂଚୀ, ଈଶ୍ୱରଙ୍କର ପବିତ୍ର ପର୍ବତରେ, ପବିତ୍ର ସ୍ଥାନରେ ରହିବା ନିମନ୍ତେ ଆମମାନଙ୍କୁ ଅନ୍ତଃକରଣ ନିର୍ମଳ, ପୁଣି ହସ୍ତ ସୂଚୀ କରିବା ନିମନ୍ତେ ଦାଉଦ କହନ୍ତି। ତେଣୁ ଯାକୁବ ଯେଉଁ ସମୟରେ ତା ପୂର୍ବ ପର୍ବରେ ଆମେ ଦେଖୁଅଛୁ ତାଙ୍କ ଝିଅଙ୍କ ନିମନ୍ତେ କିପରି ଏକ ଯୁଦ୍ଧ ହେଇଯାଉଛି, କିପରି ଏକ ଭୁଲ କରୁଛନ୍ତି, ଅନେକ ଲୋକଙ୍କୁ ସେମାନେ ସିକିମ୍ ତାଙ୍କରି ସମସ୍ତ ଲୋକଙ୍କୁ ସେମାନେ ମାରି ଦଉଛନ୍ତି, ପୁଣି ଫେରି ଆସୁଛନ୍ତି। ଫେରି ଆସିବା ସମୟରେ ଈଶ୍ୱର ମନେ ପକେଇ ଦିଅନ୍ତି ଯେ ତୁମେ ତୁମ ଭାଇ ଠାରୁ ଫେରି ଆସିବା ସମୟରେ ଯୋଉ ପ୍ରତିଜ୍ଞା କରିଥିଲ, ଯୋଉଠାରେ ମୁଁ ତୁମର ଦର୍ଶନ
ମୁଁ ତୁମକୁ ଦେଇଥିଲି ସେଇ ସ୍ଥାନକୁ ଫେରି ଆସ। ପୁନର୍ବାର ଯାକୁବ ଈଶ୍ୱରଙ୍କର ସେଇ ଠାରେ ପ୍ରତିଜ୍ଞା କରିଥିବା ବିଷୟ ମନେ ପକେଇ ତାଙ୍କରି ଲୋକମାନଙ୍କୁ ଏଇ କଥା କହନ୍ତି ଯେ ଈଶ୍ୱରଙ୍କ ଗୃହକୁ ଯିବା ପୂର୍ବରୁ ଆମମାନଙ୍କୁ ବିଦେଶୀୟ ଦେବତାକୁ ଦୂର କରିବାକୁ ହବ, ପୁଣି ନିଜ ନିଜକୁ ଶୁଚି କରିବାକୁ ହବ। ତେଣୁ ଈଶ୍ୱରଙ୍କ ସହିତ ସମ୍ପର୍କ ରଖିବା ପୂର୍ବରୁ ଆମକୁ ହୃଦୟ ନିର୍ମଳ ପୁଣି ଶୁଚି କରିବାକୁ ହବ। ଯୀଶୁଖ୍ରୀଷ୍ଟ ଆଉ ସୁସମାଚାର ଏଇ ପ୍ରକାର କହନ୍ତି ଯେ ତୁମ ଭାଇ ବିରୁଦ୍ଧରେ ଯଦି ତୁମର କୌଣସି କଥା ଅଛି, ତାହେଲେ ତୁମର ନୈବେଦ୍ୟ ଆଣିବା ପୂର୍ବରୁ ତାଙ୍କ ନିକଟକୁ ଯାଇ ତୁମେ କଣ କର? କ୍ଷମା ମାଗି ପୁନର୍ବାର ଆସ। ଆମମାନଙ୍କୁ ଅଶୁଚି ମନରେ ବା କ୍ଷମା କରିଥିବା ନ କରିଥିବା ମନରେ ପୁନର୍ବାର ଈଶ୍ୱରଙ୍କ ନିକଟକୁ ଯାଇ ପ୍ରାର୍ଥନା କରିବାର ବାକ୍ୟ ଆମମାନଙ୍କୁ ପରାମର୍ଶ ଦିଏ ନାହିଁ। ତେଣୁ ଏଇଠାରେ ଯାକୁବ ତାଙ୍କରି ଲୋକମାନଙ୍କୁ ସୂଚୀ କରିବା ନିମନ୍ତେ, ଶୁଚି ହେବା ନିମନ୍ତେ କହନ୍ତି। ତେଣୁ ଦାଉଦ ମଧ୍ୟ ଗୀତ ତାର 51 ରେ ସେ ଯେତେବେଳେ ଭୁଲ କରି ବସିଥିଲେ ତାର ନିମନ୍ତେ ସେ ପ୍ରାର୍ଥନା କରି କହନ୍ତି, ମୋ ଅପରାଧରୁ ମତେ ସମ୍ପୂର୍ଣ୍ଣ ପ୍ରକ୍ଷାଳନ କର ଓ ମୋ ପାପରୁ ମତେ ଶୁଚି କର। ପ୍ରଭୁ ମତେ ଶୁଚି କର, ମତେ ନିର୍ମଳ କର, ମତେ ପ୍ରକ୍ଷାଳନ କର, ମୁଁ ଯେପରି ହିମ ଠାରୁ ଶୁକ୍ଳ ହେବି ଏବଂ ପୁନର୍ବାର ତୁମ ସହିତ ଆହ୍ଲାଦ ଓ ଆନନ୍ଦଜନ ବାକ୍ୟ ଶୁଣିବି। ସେଇଥିପାଇଁ ମତେ ତୁମେ କଣ କର? ପରିତ୍ରାଣ କର, ମତେ ଶୁଚି କର। ଈଶ୍ୱରଙ୍କ ସହିତ ସମ୍ପର୍କ ରଖିବା ପୂର୍ବରୁ, ତାଙ୍କରି ଗୃହକୁ ଫେରିଯିବା ପୂର୍ବରୁ ଆମକୁ ଶୁଚି ହେବାକୁ ହେବ। ଆମେ ଯଦି ଦେଖିବା ଯାକୁବ ତାର 4 ପର୍ବର 8 ପଦରେ ମଧ୍ୟ ଈଶ୍ୱରଙ୍କ ନିକଟବର୍ତ୍ତୀ ହେବା ପୂର୍ବରୁ ଆମମାନଙ୍କୁ କିପରି ଶୁଚି ହେବାକୁ ହୁଏ ତାହା ଲେଖାଯାଏ। ଏବଂ ଶେଷ ବିଷୟ ଯାକୁବ ତାଙ୍କରି ଲୋକମାନଙ୍କୁ କହନ୍ତି, ତାହା ହେଲା ବସ୍ତ୍ର ପରିବର୍ତ୍ତନ କର। ଏବଂ ବସ୍ତ୍ର ପରିବର୍ତ୍ତନ ର ଅର୍ଥ ହେଲା ଏକ ନୂତନ ଜୀବନ ଯାପନ କରିବା। ଖ୍ରୀଷ୍ଟିଆନ ଭାବରେ ଆମମାନେ ଅନେକ ଜାଗାରେ ଅନେକ ସମୟରେ ଶୁଣିଅଛୁ, ଅନେକ ଜାଗାରେ ପ୍ରେରିତ ପାଉଲ କହନ୍ତି ଖ୍ରୀଷ୍ଟଙ୍କୁ ବସ୍ତ୍ର ଭାବେ ପରିଧାନ କରିବା ଏବଂ ନିଜର କାର୍ଯ୍ୟକଳାପକୁ ପୂର୍ବ ପରି ନ କରି ନୂତନ ସ୍ୱଭାବରେ ଜୀବନ ଯାପନ କରିବା। ଆମେ ଯଦି ଯାତ୍ରା ତାର 19 ର 10 ପଦ ଦେଖୁ, ସେଇଠାରେ ମଧ୍ୟ କି ପ୍ରକାର ଆଜ୍ଞା ଦିଆଯାଇଅଛି ଆମମାନେ ତାହା ଦେଖିବା। ପୁଣି ଏଫେସୀୟ ତାର 4 ପର୍ବ 22 ରୁ 24 ଯଦି ଆମେ ଦେଖିବା, ସେଇଠାରେ ପ୍ରେରିତ ପାଉଲ ଏଇ କଥା କହନ୍ତି, ଏଫେସୀୟ ତାର 4 ପର୍ବ 22 ରୁ 24, ଅର୍ଥାତ୍ ତୁମମାନେ ତୁମମାନଙ୍କ ପୁରାତନ ଆଚରଣ ସମ୍ବନ୍ଧରେ ଯେଉଁ ପୁରାତନ ସ୍ୱଭାବ ପ୍ରବଞ୍ଚନାର ବିଳାସିତା ଅନୁସାରେ ଅଧିକରୁ ଅଧିକ ଭ୍ରଷ୍ଟ ହୋଇଅଛ, ତାହାକୁ ପରିତ୍ୟାଗ କରିବାକୁ, ପୁଣି ତୁମମାନଙ୍କ ମନରେ ନୂତନୀକୃତ ହୋଇ